ଆମର ପୁରୀ ମନ୍ଦିର ତ ଜଣେ ହେଲେ କେହି ମହିଳା ସେବାୟତ ନାହାନ୍ତି। ତ ଆପଣ ଦେଖିବେ ଯେତେ ସେବାୟତକୁ ଆମେ ଦେଖୁଛୁ ସବୁ ହଉଛନ୍ତି ପୁରୁଷ। ଶୁଣନ୍ତୁ ଆଜ୍ଞା, ଏବେ ରିସେଣ୍ଟଲି ଲବଣୀଖିଆ ନୀତି ହେଇଛି, ଆପଣ ଦେଖିବେ ସେଇଠି ସ୍ତ୍ରୀ ମହିଳା ସେବାୟତ ମାନେ ହିଁ ସେଇ ନୀତିକୁ ସେମାନେ କରିଛନ୍ତି। ତ ତେଣୁ ଏମିତି ନୁହଁ ଯେ ଜମା ମହିଳା ମାନଙ୍କର ରୋଲ ନାହିଁ, ମହିଳା ମାନଙ୍କର ରୋଲ ଅଛି। ବହୁତ ଜିନିଷ ସାମ୍ନାକୁ ଆସେ ନାହିଁ କିନ୍ତୁ ପରମ୍ପରାରେ ଅଛି। ଏଟା ମୋଟରୁ କେବେ ହେଇନି, କିନ୍ତୁ ଆଜି ସମୟ ଆସିଛି ଯଦି ସ୍ତ୍ରୀ ଲୋକ କଲେକ୍ଟର ହେଇପାରିବେ, ସିଏ ଅନ୍ୟ ବିଭିନ୍ନ ଆଡମିନିଷ୍ଟ୍ରେଟିଭ ରୋଲରେ ସେମାନେ ରହିପାରିବେ, ତାହେଲେ ଗୋଟେ ଟେମ୍ପଲ ଆଡମିନିଷ୍ଟ୍ରେସନରେ କାହିଁକି ରହିପାରିବେନି? ମୋହନ ମାଝୀଙ୍କ ସରକାର ଆପଣ ଭାବୁଛନ୍ତି ଯେ ବିଜେପି ସରକାର ସମୟରେ ଏଭଳି ଗୋଟେ ପରମ୍ପରା ଯାହା ଏପର୍ଯ୍ୟନ୍ତ ରହି ଆସିଛି, ମ୍ୟାନେଜମେଣ୍ଟ କମିଟିରେ କେବଳ ପୁରୁଷ ମାନେ ରହିବେ, ୟାର ଏକ ପରିବର୍ତ୍ତନ ମୋହନ ମାଝୀଙ୍କ ସରକାର ଆଣିବେ ବୋଲି ଆପଣ ଭାବୁଛନ୍ତି କି? ପଞ୍ଚମୀ ମ୍ୟାଡାମ ଗୋଟେ ବଡ ପ୍ରଶ୍ନ ଉଠେଇଛନ୍ତି। ପଞ୍ଚମୀ ଜଣେ ଭଲ ଲେଖିକା, ଜଣେ ଭଲ ଶିକ୍ଷୟିତ୍ରୀ, ଶିକ୍ଷା କ୍ଷେତ୍ରରେ ମହିଳା ଇସ୍ୟୁ ଗୁଡିକୁ ଆପଣଙ୍କ ସାମ୍ନାରେ ସେ ରଖନ୍ତି। ଗୋଟେ ବଡ ପ୍ରଶ୍ନ ଉଠେଇଛନ୍ତି ଶ୍ରୀମନ୍ଦିରର ପରିଚାଳନା କମିଟିକୁ ନେଇ। ଶ୍ରୀମନ୍ଦିରର ପରିଚାଳନା କମିଟି ପ୍ରତି ସମୟରେ ବିଭିନ୍ନ ପର୍ଯ୍ୟାୟରେ ଯୋଉ ନାଁ ଗୁଡିକ ସବୁ ଘୋଷଣା କରାଯାଏ, ସେଇ କ୍ରମରେ ଏବେ ନୂଆ ସରକାର ପରିଚାଳନା କମିଟିର ନାଁ ଘୋଷଣା କରାଯାଇଛି। ଆଉ ଏଥିରେ ଜଣେ ହେଲେ ମହିଳା ନାହାନ୍ତି, ପୂର୍ବରୁ କେବେ ମହିଳା ନଥିଲେ। ମୋର ମନେ ନାହିଁ ଯେ ପୁରୀରେ କେବେ ମହିଳା କଲେକ୍ଟର କେବେ ଥିଲେ ବା ମହିଳା ପ୍ରଶାସିକା କେବେ ଥିଲେ। ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଓଡ଼ିଶାର ଜଗନ୍ନାଥଙ୍କର କଥା କୁହାଯାଉଛି, ସେତେବେଳେ ମହିଳା ମାନଙ୍କର ଭୂମିକା କ'ଣ? ଆମେ ସୁଭଦ୍ରାଙ୍କୁ ପୂଜା କରୁ, ଜଗନ୍ନାଥ ଆଉ ବଳଭଦ୍ରଙ୍କ ମଝିରେ ସୁଭଦ୍ରା ଥାଆନ୍ତି। ସୁଭଦ୍ରାଙ୍କ ନାଁରେ ନୂଆ ସରକାର ଯୋଜନା ବି ତିଆରି କରିଛନ୍ତି। ଲକ୍ଷ୍ମୀ, ବିମଳା ଏସବୁ ଦେବୀ ମାନେ ଅଛନ୍ତି ଶ୍ରୀମନ୍ଦିର ଭିତରେ, ବେଢା ଭିତରେ। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଜଣେ ହେଲେ କାହିଁକି ମହିଳା ସାମିଲ ହଉନାହାନ୍ତି, ଏକଥା ପଞ୍ଚମୀ ପ୍ରଶ୍ନ ଉଠେଇଛନ୍ତି। ପଞ୍ଚମୀ ମ୍ୟାଡାମ, ଆପଣଙ୍କର ଯୁକ୍ତି କ'ଣ ଏ ସମ୍ପର୍କରେ? କାଲି ଯେତେବେଳେ ମୁଁ ଲିଷ୍ଟ ଦେଖିଲି, ମତେ ବହୁତ ଡିସଆପଏଣ୍ଟେଡ ଲାଗିଲା, ମନ ଭାରି କଷ୍ଟ ହେଲା ଯେ ଯେତେବେଳେ ଆମ ସରକାର କନଷ୍ଟାଣ୍ଟଲି କହି ଚାଲିଛନ୍ତି ୱିମେନ୍ସ ଲେଡ୍ ଡେଭଲପମେଣ୍ଟ କଥା, କିନ୍ତୁ ଆମ ଜଗନ୍ନାଥ ସଂସ୍କୃତିରେ ଯେମିତି ଆପଣ କହିଲେ ପ୍ରତ୍ୟେକଟି ଷ୍ଟେପ୍ରେ ମା ସୁଭଦ୍ରା ତ ଦୁଇ ଭାଇଙ୍କ ମଝିରେ ବସିଛନ୍ତି। ତା ଛଡା ଆମର ଲକ୍ଷ୍ମୀ, ବିମଳା ସମସ୍ତଙ୍କର ବହୁତ ପ୍ରାଧାନ୍ୟ ରହିଛି। ତାହେଲେ ଆମର କ'ଣ ଷ୍ଟେଟରେ ଗୋଟେ ବି ମହିଳା ଯୋଗ୍ୟ ନୁହନ୍ତି ଏଇ ପରିଚାଳନା କମିଟିରେ ମେମ୍ବର ହବା ପାଇଁ? 10 ଜଣଙ୍କ ଭିତରୁ ଆମେ ଚାହିଁଥାନ୍ତେ ଯେ ଆଟଲିଷ୍ଟ 5 ମହିଳା ଆଣ୍ଡ 5 ପୁରୁଷ ରହିଥାନ୍ତେ, କିନ୍ତୁ 10 ଜଣଙ୍କ ଭିତରୁ କ'ଣ ଗୋଟେ ବି ମହିଳା ଯୋଗ୍ୟ ନାହାନ୍ତି ରହିବା ପାଇଁ? ତେଣୁ କିନ୍ତୁ ଆପଣ ଦେଖିବେ ପଞ୍ଚମୀ ମ୍ୟାଡାମ, ଭାରତ ବର୍ଷର ଯେତେ ମନ୍ଦିର ଅଛି ସେଠି ମହିଳା ମାନଙ୍କର ପରିଚାଳନା କମିଟିରେ ସ୍ଥାନ ପାଇବାଟା ଗୋଟେ ବିରଳ ଉଦାହରଣ। ଆପଣ ତାମିଲନାଡୁକୁ ଦେଖିବେ, ସେଠି ମହିଳା ପ୍ରିଷ୍ଟ ମାନଙ୍କୁ, ମହିଳା ପୁରୋହିତ ମାନଙ୍କୁ ସେ ସରକାର ତିଆରି କରୁଛନ୍ତି, ଟ୍ରେନିଂ ଦଉଛନ୍ତି। ତେଣୁ ଏଇଟା ଗୋଟେ ଆମର ପରମ୍ପରାର କଥା ନୁହେଁ କି ଯେ ମହିଳା ମାନଙ୍କୁ ଆମେ ମ୍ୟାନେଜମେଣ୍ଟରେ ନଉନା, ଆଉ ପରମ୍ପରାରେ ହିଁ ଶ୍ରୀମନ୍ଦିର ଚାଲେ। ଆଜ୍ଞା, ଯୋଉ ସମୟରେ ଆମେ ଏବେ ଗତି କରିକି ଆମେ ଯାଉଛୁ, ଏବେ ଆପଣ ଦେଖିବେ ସବୁ କଥାରେ ମହିଳା ମାନଙ୍କ ବିଷୟରେ କନଷ୍ଟାଣ୍ଟଲି ଗୋଟେ ନାରେଟିଭ ଚାଲିଛି ଅବାଉଟ ୱିମେନ୍ସ ଏମ୍ପାୱାରମେଣ୍ଟ ଆଉ ୱିମେନ୍ସ ଲେଡ୍ ଡେଭଲପମେଣ୍ଟ। ତାହେଲେ କ'ଣ ସମୟ ଆସିନି ଯେ ଆମେ ଆମର ମନକୁ ଗୋଟେ ଚେଞ୍ଜ ଆଣିବା, ଗୋଟେ ଟ୍ରାନ୍ସଫରମେସନ ଆଣିବା? ଆମେ କ'ଣ ସେଇ ଯୁଗରେ ରହିଥିବା? ଯଦି ଆମେ ଚାହୁଁଛୁ ଯେ ମହିଳା ମାନେ ଡେଭଲପ କରନ୍ତୁ, ତାହେଲେ ତାଙ୍କୁ କ'ଣ ଗୋଟେ ଅପରଚ୍ୟୁନିଟି ଦବା କଥା ନୁହେଁ? ନା କ'ଣ ମହିଳା ମାନେ ୱେଲ୍ କ୍ୱାଲିଫାଇଡ ନୁହନ୍ତି? ନା କ'ଣ ସେମାନେ ସବୁ କ୍ଷେତ୍ରରେ ତାଙ୍କର ନିଜର କେପେବିଲିଟି ଦେଖେଇ ନାହାନ୍ତି? ତାହେଲେ କାହିଁକି ଏଠି ଆମେ ଏଇ ଦିଗରେ ବି କାହିଁକି ଗୋଟେ ଚେଞ୍ଜ ନ ଆଣିବା? କାହିଁକି ସରକାର ଗୋଟେ ଟ୍ରାନ୍ସଫରମେସନ ନ ଆଣିବେ? କାହିଁକି ସେମାନେ ମହିଳା ମାନଙ୍କୁ ସେତିକି ରେସ୍ପେକ୍ଟ ନ ଦେବେ ଯୋଉଟା ସେମାନେ ଡିଜର୍ଭ କରନ୍ତି?